ମନ୍ଦିର ଭଙ୍ଗା ଚାଲିଛି। ଠିକ ଅଛି, ଭିଡିଓ କଲିଂ କରି ଦେଖ। कंट्राक्टर को से जगह तक पूरे बांट बोले दो राता सेटू इटा माली गोली सब समा कर दियो सेठी मंदिर थिला बोली जेमिति कोन से चिन्ह न रहे बस आला हां एमिटी गोटे रिजल्ट पर के आशा करी नथि। हां प्रेसिडेंट प्रकाश हां प्रेसिडेंट ये उत्तर देबे मुतंजे बाबू कोन कोई बुझे आ केमिति कहबी ने बाबा झिया आमे डॉक्टर भगवान हम छाती को रक्त मांस रे पत्थर तैयारी करते निष्ठुर सत कथा कहबे को हमें बाध्य आ निष्ठुर सत कथा जानि सारा परे मुतंजे बाबू ताको परिवार धैर्य रहि पारिबे छाती बाटी जल्दी समझ कर हम ओ माय गॉड मुतंजे बाबू केमिति फेस करी से कथा किछ मु भाबी पारु हे प्रभु जगन्नाथ तमे जे सतर छ ता एमिति दंड कहा को नथि नले समस्त भरोसा तुम पर तुटी छी ये तो इंजेक्शन ओरे दियो तो डॉक्टर से गुडा को फेरै दियो मुतंजे बाबू से सबरा किछ आवश्यक नहीं माने ओ मामा भलो तो डॉक्टर ना मत लगुच मामा कदा भल देखु बेले बेले मनीषर मुंडर आघात लगे मनीष तार देखिबार शक्ति शुणिबार शक्ति आ कथा कहबार शक्ति हरई बस बेले बेले जीवन मध्य चली ठीक सेमिति मामा सबुदिन ता कथा कहबार शक्ति हरई बसी
ଚାବି ଦିଆ ଗାଡି ଉଡ଼ନ୍ତା ଜାହାଜ ପୁଅ ପଟେ ଝିଅ ପଟେ ସେତିକି ନୁହେଁ ମୋ ଭେଟି ଗଲା ବେଳେ ମୋ କୁଲି ମାମା ବାଲକୋନିରେ ଠିଆ ହେଇ କହିବ ସବୁଦିନ ରାତିରେ ଶୋଇଲା ବେଳେ ମୋ ମାମାକୁ ମୁଁ ଗପ କହିବି ଆଉ ମୋ ଗପ ସରିଗଲା ପରେ ମୁଁ କହିବି ମୋ ଗପଟି ସରିଲା ଫୁଲ ଗଛଟି ମରିଲା ସେଦିନ ତୋ ଜନ୍ମଦିନ ଥିଲା ଆଜି ମୋ ଜନ୍ମଦିନ ସମସ୍ତେ କହୁଥିଲା ମାମା ତୋ ଜନ୍ମଦିନର ଯୋଉ ଫ୍ଲେଭର କେକ୍ ଆସିବ ମୋ ଜନ୍ମଦିନର ସେଇ ଫ୍ଲେଭର କେକ୍ ଆସିବ ଏ ଦେଖିଲ ମାମା ସେଦିନ ଯେମିତି କେକ୍ ଆସିଥିଲା ଆଜି ବି ସେମିତି କେକ୍ ଆସିଛି ଆରେ ତମେ ସମସ୍ତେ ହାପି ବାର୍ଥଡେ ଡୋଏ ଆଉ କହୁନ ମୁଁ ପୁରା କେକ୍ କାଟିବି ନୂଆ ବେଟି କେକ୍ କାଟିବ ମାମା ପୁରା କହୁଥିଲା ତା ଜନ୍ମଦିନରେ ସିଏ କେକ୍ କାଟିବ ଆଉ ତମ ଜନ୍ମଦିନରେ ବି ସିଏ କେକ୍ କାଟିବ ମୁଁ ଠିକ କହିଲି ମୁଁ ବି ନେଲି ଆଉ ଏ ବଡ଼ ଖଣ୍ଡଟା ହେଉଛି ଆମ ମାମାର ଭାଇ ତୋ ଭାଉଜକୁ ମୋର କେକ୍ ପଡ଼ିବ ଭାଉଜ ତୋ ଭାଇକୁ ମୋର କେକ୍ ପଡ଼ିବ ହଁ ସାନ ଭାଉଜ ସାନ ଭାଇ ତ ନାହିଁ ତମେ ଆଉ ମୁଁ ପଡ଼ିବ ମାମା ମୁହଁରେ ଆଉ ମାମା ପଡ଼ିବ ଆମ ଦି ଜଣଙ୍କ ମୁହଁରେ ଭାରି ବଢ଼ିଆ ହବ ବାବା ବାବାରୁ ହ୍ୟାଲୋ 1 2 3 କହୁନୁ ଆଲୋ କହ ମାମାକୁ ମୋବାଇଲ ହେଇଯିବି ଭଲ ଡାକ୍ତର ଦେଖାଇବି ଦରକାର ପଡ଼ିଲେ ମାମାର ଅପରେସନ ହବ ମାମା ନିଶ୍ଚୟ ଭଲ ହେଇଯିବ ଖାଲି ମାନସଟା ଫେରିଯାଇଛି 7 ଦିନ ଭିତରେ ମୁଁ ପାଖାପାଖି 100 ଥର ଫୋନ କରିସାରିଲିଣି ମାନସକୁ ଯେତେବେଳେ ଫୋନ କଲା ବେଳକୁ ବିଜି ନୋ ଆନ୍ସର ଆଉ ମନୋଜକୁ ଫୋନ ଲଗେଇଲେ ବାପା ଅର୍ଜେଣ୍ଟ ମିଟିଂରେ ଅଛନ୍ତି କ'ଣ ଟାଇମ୍ ପରେ ବାହାରିବୁ କାଲି ବାହାରିବୁ ଆଜି ଫ୍ଲାଇଟ୍ ଟ୍ରାଏ ମାମାର ଏଇ ଖବର ଶୁଣିବା ପରେ ସାନ ଭାଇ ବସିବା ଜାଗାରୁ ଉଠି ଆସିବା କଥା କାରଣ ମାମା ମୋର ତା ଛାତିର କଲିଜା ମାମା କଥା ପରେ ମତେ କୁହ ମୋ ମାମା କେମିତି ଅଛି ମନୋଜ ତମେ ଥାଉ ତ ମାନସଙ୍କର ଏମିତି ଅବସ୍ଥା କେମିତି ହେଲା କୁହ ମନୋଜ ମାନସଙ୍କର ଏମିତି ଅବସ୍ଥା କେମିତି ହେଲା ଏ ମନୋଜ କ'ଣ ପଚାରୁଛି ପରା ଏମିତି ଖୁଣ୍ଟଟା ଭଳିଆ ଠିଆ ହେଇଥିବ କହ ମାନସର ଅବସ୍ଥା କିଏ କରୁଛି କହ ଉପରବାଲା ହଁ ସେଦିନ ମାମା ଜନ୍ମଦିନ ପାଇଁ ଆମେ ଚେନ୍ନାଇ ଯିବା ପାଇଁ ଏୟାରପୋର୍ଟରେ ପହଞ୍ଚିଲୁ ଠିକ୍ ସେତିକିବେଳେ ଆପଣଙ୍କୁ ଫୋନ୍ କଲା ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ମାମା ପାହାଚରୁ ଖସି ପଡ଼ିବା ଖବର ଯେମିତି ମାନସ ବାବୁ ଶୁଣିଛନ୍ତି ମତେ କହିଲେ ମନୋଜ ତୋ ବସ୍ ମୋ ଗାଡ଼ି ଡ୍ରାଇଭ୍ କରୁଛି ମୁଁ ପ୍ରତିବାଦ କଲି ମୁଁ ତା କଥା ଶୁଣିଲିନି ମୁଁ ବାରମ୍ବାର କହୁଛି ସିଟ୍ ବେଲ୍ଟ ପିନ୍ଧନ୍ତୁ ମୁଁ ସିଟ୍ ବେଲ୍ଟ ପିନ୍ଧିଲିନି କାହିଁକି ନା ମାମାକୁ ଦେଖିବା ପାଇଁ ମୁଁ ଖୁବ୍ ସ୍ପିଡରେ ଗାଡ଼ି ଚଲାଉଥାଏ ମୁଁ ମନା କରୁଛି ଏତେ ଜୋର ଗାଡ଼ି ଚଳାନ୍ତୁନି ତମ ଗାଡ଼ିଟା କଣ୍ଟ୍ରୋଲ ବାହାରକୁ ଚାଲିଗଲା ଆଉ ଗୋଟେ ପଛପଟେ ସିଟ୍ ବେଲ୍ଟ ପିନ୍ଧିଥିଲି ବୋଲି ମୋର କିଛି ହେଲାନି ବହୁ କଷ୍ଟରେ ମାନସ ବାବୁଙ୍କୁ ଗାଡ଼ିରୁ ବାହାର କଲି ମେଡିକାଲ ନେଲି ଏଇ 7 ଦିନ ହବ କ୍ୟାପିଟାଲ ହସ୍ପିଟାଲରେ ମାନସ ବାବୁଙ୍କର ଟ୍ରିଟମେଣ୍ଟ ଚାଲିଥିଲା ଏତେ ଘଟଣା ଘଟିଗଲା ଅଥଚ ତମେ ଆମକୁ ରଚନା ଘଟଣା ଲୁଚି ରଖିଥିଲ କ'ଣ ପାଇଁ ଏଇଥିପାଇଁ ଯେ ଆପଣମାନଙ୍କୁ ନ ଜଣାଇବା ପାଇଁ ମାନସ ବାବୁ ମୋତେ ରାଣ ଦେଇଥିଲେ ଆଉ ସେଇ ଆକ୍ସିଡେଣ୍ଟରେ ମାନସ ବାବୁଙ୍କ ମୁଣ୍ଡଟା ଷ୍ଟେରିଂରେ ଜୋର ପିଟି ହେଇଗଲା ଆଉ ତାପରେ ସବୁଦିନ ପାଇଁ ମୁଁ ମୋ ଦୃଷ୍ଟି ଶକ୍ତି ହରାଇ ବସିଛି ବୋଲ
ଆସିଛନ୍ତି ତମ ଗେଲି ଚେରି ମାମା। ମିତାଲି ମତେ କୁହ ମୋ ମାମା କେମିତି ଅଛି? କୁହ ମିତାଲି କେମିତି ଅଛି ମୋ ମାମା? ଭାଇ ଭାଉଜ ମିଠି ଆରେ ତମମାନେ କେହି କିଛି କହୁନା କାହିଁକି? ଆରେ କୁହ କେମିତି ଅଛି ମୋ ମାମା? ମାମା ସବୁଦିନ ପାଇଁ ତା କଥା କହିବାର ଶକ୍ତି ହରେଇବ। ବାବା ସେ ହସରେ ସେ ଖୁସିରେ ନାଚେ